ଦେଖିପାରୁଥିବେ ବର୍ତ୍ତମାନ ମୁଁ ପହଞ୍ଚିଗଲି ଇମାମି ମନ୍ଦିର। ଇଏ ହେଉଛି ଇମାମି ମନ୍ଦିର, ଏଠି ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଇମାମି ମନ୍ଦିର, ଜଗନ୍ନାଥ ମନ୍ଦିର ବହୁତ ବଡ଼ ବି ଅଛି, ସ୍ପେସ୍ ବହୁତ ଭଲ ଅଛି। ବର୍ତ୍ତମାନ ପହଞ୍ଚିଲୁ ଯେତେବେଳେ ଆମେ ଖରାରେ ବହୁତ ଲେଟ୍ ହେଇଗଲା ପହଞ୍ଚିବା। ସକାଳୁ ଯଦି ଭୋରରୁ ବାହାରିଥାନ୍ତୁ ସେଥିପାଇଁ ଆସିକି ପହଞ୍ଚିଥାନ୍ତୁ, ଆଉ ବହୁତ ବି ଲେଟ୍ ହେଇଗଲା। ଆଉ ଏବେ ବର୍ତ୍ତମାନ ଲୋକ ବି କେହି ନାହାନ୍ତି। ଆମେ ଯେତେବେଳେ ଆସିଲୁ ସେତେବେଳେ ପହଡ଼ଟା ପଡ଼ିଯାଇଛି, ସେ ଆଉ ଜାଣି ହେଲାନି। ଆଉ କେତେବେଳେ ପହଡ଼ ଆମେ ବି ସେ ଜାଣିପାରିଲୁ ଆସିଲା ବେଳକୁ। ତାପରେ ଭୋଗ ଦେଲେ, ପ୍ରସାଦ ଖାଇଲୁ। ଏବେ ପବ୍ଲିକ୍ କେହି ନାହାନ୍ତି, କାହିଁକିନା ତ ଜାଣିପାରିଲୁନୁ ଏମିତି ଏଠି ସିଚୁଏସନ୍ କେମିତି କ'ଣ ଆଉ ଜଣା ପଡ଼ିଲାନି, ଜାଣି ହେଲାନି। ଆଉ ସେଇଥିପାଇଁ ଏ ହେଉଛି ବହୁତ ବଡ଼ ଇମାମି ମନ୍ଦିର, କୁହନ୍ତି ଇମାମି ଜଗନ୍ନାଥ ମନ୍ଦିର। ଏବେ ଖରାରେ ବି କେଉଁ ଗରମରେ ଏଠି କେହି ଆସିନାହାନ୍ତି। ଠିକ୍ ସନ୍ଧ୍ୟା ହେଲେ ବହୁତ ଲୋକ ଆସିବେ। ଦେଖନ୍ତୁ ପୁରା ଜଗନ୍ନାଥ ସବୁ କେତେ ବଡ଼ ଫ୍ୟାନ୍ଟା ଦେଖୁନ, ଫ୍ୟାନ୍ଟା ଘୁରୁଛି, ଏତେ ଜୋର ହାୱା ଦେଉଛି ଦେଖୁନ। ସବୁ କପଡ଼ା ସବୁ ହଲେଇ ଦେଉଛି। ଇଏ ହେଉଛି ଆମର ଆଶ୍ରମଟା, ମାନେ ଲୋକ ଆସିବେ, ଯେଉଁ ଭକ୍ତମାନେ ଯେଉଁ ଆସିବେ ସବୁ ଦର୍ଶନ କରିବେ, ସବୁ ରେଷ୍ଟ କରିବେ। ଏତେ ବଡ଼ ଏରିଆ ଦେଖନ୍ତୁ। ଇଏ ହେଉଛି ଇମାମିର ଜଗନ୍ନାଥ ମନ୍ଦିର। ଆଉ ବର୍ତ୍ତମାନ ଏବେ ତ ପୂଜା ପହଡ଼ ପଡ଼ିଯାଇଛି, ଖରା ବି ପ୍ରଚୁର ଖରା ହେଲାଣି। ଆଉ ଇଏ ହେଉଛି ଇମାମି ମନ୍ଦିରର ଆମର ଆମର ପାଠଶାଳାଟା, ବିଶ୍ରାମ ଘର ବି କରୁଛନ୍ତି। ଚେଞ୍ଜ ହେଉଛି ନା ଫ୍ୟାନ୍ଟା ଘୁରୁଛି ଦେଖୁନ, କେତେ ଧୀରେ ଘୁରୁଛି, କେତେ ହାୱା ଦେଉଛି। ଏଠି ରେଷ୍ଟ କରିଦେଲୁ, ଏଇଠି ରେଷ୍ଟ କରିବୁ। ଆଉ ଖରାରେ ତ ବାହାରି ହେବନି, ଆଉ ସନ୍ଧ୍ୟା ବେଳକୁ ଘରୁ ବାହାରିକି ଯିବୁ। ଆଉ କାଳିଆର ମାନେ ମନ୍ଦିର ଜଗନ୍ନାଥ ବୋଲି ସେମିତି ପୁରା ଦେଖାଯାଉଛି, ଜଗନ୍ନାଥ ମନ୍ଦିର ଯେମିତି ସବୁ ଦେଖାଯାଉଛି। ଏଇଟା ହେଉଛି ମା ଗଜଲକ୍ଷ୍ମୀ ଟେମ୍ପୁଲ। ଗାର୍ଡେନ ବି ବହୁତ ସ୍ପେସ୍ ବଢ଼ିଆ ଅଛି, ଗାର୍ଡେନ ବହୁତ ସ୍ୱଚ୍ଛତା ଅଛି। ଇଏ ହେଉଛି ହନୁମାନ ମନ୍ଦିର, ଶ୍ରୀ ହନୁମାନ ମନ୍ଦିର। ଆଉ ସେ ବାଟେ ଆସିବ, ଏ ବାଟେ ଯିବା ପାଇଁ ରାସ୍ତାଟା। ଆଉ ସେଇଟା ତ ଆପଣ ଦେଖିଥିଲେ, କହିଥିଲି ଏଇଟା ହେଉଛି ଆମର ବଡ଼ ଯେଉଁ ବିଲ୍ଡିଂଟା ରହିଛି, ଏଇଟା ଲୋକମାନେ ଆସିବେ ରେଷ୍ଟ କରିବେ, ଯେଉଁ ସେଇ ଘର ହେଉଛି ରେଷ୍ଟ କରିବା ପାଇଁ। ସାଇ ଛୁଆ ଜଣେ ସାଙ୍ଗ ବସିଛି, ଆର୍ଯ୍ୟ ସେଠି ବସିଛି। ଗରମ ଜୋର ହେଉଛି, କେହି ଲୋକ ଆସୁନାହାନ୍ତି। ପହଡ଼ ପକେଇଦେଲେ ଆମେ ଯେତେ ଯେଉଁ ପ୍ରସାଦ ସେବନ ହେଉଛି, ଏବେ ବର୍ତ୍ତମାନ ପ୍ରସାଦ କରିଦେବୁ। ଯେଉଁ ପ୍ରସାଦ କାମ ଚାଲିଛି, ଆଉ ଲୋକମାନେ ସବୁ ଖାଉଛନ୍ତି, ପ୍ରସାଦ ଚାଲିଛି। ଆସୁନୁ ତାଜ ଭାଇ, ଆସୁନୁ। କାନିକା କ'ଣ 60 ଟଙ୍କା।
ଷାଠିଏ ଟଙ୍କା ଲାଗେ କାମିଆନ ଗୋଟେ ବି ଆସେ ଦୁଇଟା କାମିଆନ ଗୋଟେ ବି ଆସେ ସାଧା ବି ଆସେ କାନିକା କ'ଣ ଅଛି ଖାଇବା ମିଠା ଏଠି ଯେଉଁ ଅନ୍ନପ୍ରସାଦ ଯେଉଁ ଆମର ରନ୍ଧାଯାଏ ସେସବୁ ଅଛି ଏଠି ଅନ୍ନପ୍ରସାଦ ରନ୍ଧାଯାଉଛି ଅନ୍ନପ୍ରସାଦ ପାଇଁ ଏଠି ସବୁ ରହିଛି ଆମର ହାଣ୍ଡି କଳସ ସବୁ ରହିଛି ଠାକୁରଙ୍କୁ ଯେଉଁ ଅଭଡ଼ା ଯାଏ ସେଇଟା ଆଉ କାଠ ଏସବୁ ପଡ଼ିଛି ଏଠି ରନ୍ଧାଯାଏ ରୋଷେଇ କରାଯାଏ ଚାଲିଯିବା ବର୍ତ୍ତମାନ ପ୍ରସାଦ ଖାଇଦେବା